ଆଜିର ପ୍ରଶ୍ନ ଓଡ଼ିଆ ଧ୍ୱନି ଓ ବର୍ଣ୍ଣମାଳା को ନେଇକି। ଛ ହେଉଛି ଏକ କଣ୍ଠଧ୍ୱନି ନା ତାଲବ୍ୟ ଧ୍ୱନି ନା ମୂର୍ଦ୍ଧନ୍ୟ ଧ୍ୱନି ନା ଅଷ୍ଟଧ୍ୱନି। ସଠିକ୍ ଉତ୍ତରଟି ହେଉଛି ତାଲବ୍ୟ ଧ୍ୱନି। ପ୍ରତ୍ୟେକ ବର୍ଗର ପ୍ରଥମ ତୃତୀୟ ପଞ୍ଚମ ଧ୍ୱନିକୁ ଅଳ୍ପ ପ୍ରାଣ ବ୍ୟଞ୍ଜନ ଧ୍ୱନି କୁହାଯାଏ। କାରଣ ଉଚ୍ଚାରଣ ବେଳେ ପାଟି ଅଳ୍ପ ଖୋଲେ ନା ଉଚ୍ଚାରଣ ସମୟରେ ଅଳ୍ପ ବାୟୁ ବାହାରକୁ ନିର୍ଗତ ହୁଏ ନା ଉଚ୍ଚାରଣ ବେଳେ ଅଳ୍ପ ଶବ୍ଦ ହୁଏ ନା କୌଣସିଟି ନୁହେଁ। ସଠିକ୍ ଉତ୍ତରଟି ହେଉଛି ଉଚ୍ଚାରଣ ସମୟରେ ଅଳ୍ପ ବାୟୁ ବାହାରକୁ ନିର୍ଗତ ହୁଏ। ଓଡ଼ିଆ ଭାଷାରେ ମୌଳିକ ସ୍ୱରଧ୍ୱନି କେତୋଟି? 12ଟି, 11ଟି, 13ଟି ନା 6ଟି। ସଠିକ୍ ଉତ୍ତରଟି ହେଉଛି 6ଟି। ନିମ୍ନଲିଖିତ ମଧ୍ୟରୁ କେଉଁଟି କଣ୍ଠ ବ୍ୟଞ୍ଜନ ନୁହେଁ? ଅ, ବର୍ଗେଜ, ଘ, କ। ସଠିକ୍ ଉତ୍ତରଟି ହେଉଛି ବର୍ଗେଜ। କେଉଁଟି ମଧ୍ୟକେନ୍ଦ୍ରୀୟ ସ୍ୱରଧ୍ୱନି? ହର୍ଷଇ, ହର୍ଷଉ, ଆ ନା ଏ। ସଠିକ୍ ଉତ୍ତରଟି ହେଉଛି ହର୍ଷଉ। ୟର ଉଚ୍ଚାରଣ ବିଧି କ'ଣ? ଶବ୍ଦରେ ନ ରହିଲେ ଅନ୍ତସ୍ଥ ଜ ନା ଶବ୍ଦର ଆଦ୍ୟରେ ରହିଲେ ଅନ୍ତସ୍ଥ ଜ ନା ଅନ୍ତସ୍ଥ ଜ ଆଦ୍ୟରେ ନ ରହି ଅନ୍ୟତ୍ର ରହିଲେ ନା କୌଣସିଟି ନୁହେଁ। ସଠିକ୍ ଉତ୍ତରଟି ହେଉଛି ଅନ୍ତସ୍ଥ ଜ ଆଦରେ ନ ରହି ଅନ୍ୟତ୍ର ରହିଲେ। ଭଲ ଲାଗିଲା ଲାଇକ୍ ସେୟାର କରନ୍ତୁ।